ଜୟ ଜଗନ୍ନାଥ। ନମସ୍କାର ବନ୍ଧୁଗଣ, ଆପଣଙ୍କୁ ଜଣା ଅଜଣା ଚ୍ୟାନେଲକୁ ସ୍ୱାଗତ। ଆଜିର ବିଷୟ ଅତ୍ୟନ୍ତ ଆକର୍ଷଣୀୟ ଏବଂ ଗୁରୁତ୍ୱପୂର୍ଣ୍ଣ। ଆପଣଙ୍କ ଜନ୍ମଦିନ କ'ଣ ଆପଣଙ୍କ ଭାଗ୍ୟ ନିର୍ଣ୍ଣୟ କରେ? ଏହା ଆପଣଙ୍କ ସ୍ୱଭାବ, ଅଭ୍ୟାସ ଏବଂ ଭବିଷ୍ୟତର ଗୁପ୍ତ କଥା ପ୍ରକାଶ କରିପାରେ। ଏହି ପ୍ରଶ୍ନ ଯେତିକି ରହସ୍ୟମୟ ସେତିକି କୌତୂହଳପ୍ରଦ। ଜ୍ୟୋତିଷ ଶାସ୍ତ୍ରରେ ଜଣଙ୍କ ଜନ୍ମଦିନକୁ ବିଶେଷ ଗୁରୁତ୍ୱ ବୋଲି ବିବେଚନା କରାଯାଏ। ଏହା ଉପରେ ଆଧାର କରି ଆମେ ଜାଣିପାରିବା ଯେ ଏକ ନିର୍ଦ୍ଦିଷ୍ଟ ଦିନ ଆପଣଙ୍କ ଜୀବନରେ କେତେ ଖୁସି ଏବଂ ସଫଳତା ଆଣିଥାଏ। ଆଜି ଆମେ ନିର୍ଦ୍ଦିଷ୍ଟ ଦିନରେ ଜନ୍ମ ହୋଇଥିବା ବ୍ୟକ୍ତିମାନଙ୍କର ସ୍ୱଭାବ, ସେମାନଙ୍କର ଭାଗ୍ୟ କେଉଁ ବୟସରେ ବୃଦ୍ଧି ପାଇବା ଆରମ୍ଭ କରେ ଏବଂ ସେମାନଙ୍କ ଜୀବନକୁ ଭଲ ଭାବରେ ଗଢ଼ି ତୋଳିବାରେ ସାହାଯ୍ୟ କରିପାରୁଥିବା ଉପଚାର ବିଷୟରେ ବିସ୍ତୃତ ଆଲୋଚନା କରିବୁ। ତେଣୁ ଦୟାକରି ସମ୍ପୂର୍ଣ୍ଣ ଭିଡ଼ିଓଟିକୁ ଧ୍ୟାନପୂର୍ବକ ଦେଖନ୍ତୁ, କାରଣ ଏଠାରେ ଆପଣ ସମସ୍ତ ସୂଚନା ପାଇବେ ଯାହା ଆପଣ ଜୀବନକୁ ସକାରାତ୍ମକ ଦିଗରେ ମାର୍ଗଦର୍ଶନ କରିପାରିବ। ଆସନ୍ତୁ ଅଧିକ ବିଳମ୍ବ ନକରି ଆରମ୍ଭ କରିବା। ମାତା ଲକ୍ଷ୍ମୀ ଆପଣଙ୍କ ସର୍ବଦା ଆଶୀର୍ବାଦ କରନ୍ତୁ ଓ ଧନଧାନ୍ୟରେ ପରିପୂର୍ଣ୍ଣ କରନ୍ତୁ। ତେଣୁ ଆପଣ ତାଙ୍କ ପାଇଁ ଜୟ ମାତା ଲକ୍ଷ୍ମୀ କମେଣ୍ଟସ୍ ବକ୍ସରେ ଲେଖିଦିଅନ୍ତୁ। ପ୍ରଥମେ ଆମେ ଜାଣିବା ସୋମବାର ଜନ୍ମ ହୋଇଥିବା ଲୋକଙ୍କ ବିଷୟରେ ଆଲୋଚନା କରିବା। ସେମାନଙ୍କ ପ୍ରକୃତି ଏବଂ ଭବିଷ୍ୟତ କ'ଣ ଜାଣିବା। ସୋମବାର ଜନ୍ମ ହୋଇଥିବା ଲୋକମାନେ ଚନ୍ଦ୍ର ବିଶେଷ ପ୍ରଭାବରେ ଥାଆନ୍ତି, କାରଣ ଏହି ଦିନଟି ଚନ୍ଦ୍ର ଦେବତାଙ୍କୁ ଉତ୍ସର୍ଗୀକୃତ। ଜ୍ୟୋତିଷ ଶାସ୍ତ୍ରରେ ଚନ୍ଦ୍ରକୁ ମନର ସୂଚକ ଭାବରେ ବିବେଚନା କରାଯାଏ। ଫଳସ୍ୱରୂପ ଏହି ବ୍ୟକ୍ତିମାନଙ୍କ ସ୍ୱଭାବ ଚନ୍ଦ୍ର ପରି କୋମଳ, ସମ୍ବେଦନଶୀଳ ଏବଂ କଳ୍ପନାବିଳାସୀ। ଏପରି ବ୍ୟକ୍ତିମାନେ ଭାବପ୍ରବଣ ହୋଇଥାନ୍ତି। ସେମାନେ ଅନ୍ୟମାନଙ୍କ ଭାବନାକୁ ଗଭୀର ଭାବରେ ବୁଝନ୍ତି ଏବଂ ଅନ୍ୟ କାହାର ଦୁଃଖ ଦେଖି ଶୀଘ୍ର ଦୁଃଖ ଅନୁଭବ କରନ୍ତି। ସେମାନଙ୍କର ସବୁଠାରୁ ସ୍ୱତନ୍ତ୍ର ବୈଶିଷ୍ଟ୍ୟ ହେଉଛି ସେମାନଙ୍କ ଆଖି ବଡ଼ ଏବଂ ମନମୁଗ୍ଧକର, ଯାହା ଯେକୌଣସି ବ୍ୟକ୍ତିଙ୍କୁ ତୁରନ୍ତ ଆକର୍ଷଣ କରିବାର ଶକ୍ତି ରଖେ। ଏହି ବ୍ୟକ୍ତିମାନେ ବୁଦ୍ଧିମାନ ଏବଂ ଜୀବନରେ ଉନ୍ନତି ପାଇଁ ଏକ ଦୃଢ଼ ଇଚ୍ଛାଶକ୍ତି ରଖିଥାନ୍ତି। ଯଦି ସେମାନଙ୍କ ଜନ୍ମକୁଣ୍ଡଳୀରେ ଶନି କୌଣସି ପ୍ରତିକୂଳ ପ୍ରଭାବ ନ ରହେ, ତେବେ ସେମାନଙ୍କ ରଙ୍ଗ ଗୋରା ଏବଂ ଉଜ୍ଜ୍ୱଳ ହୋଇଥାଏ। ସୋମବାର ଜନ୍ମ ହୋଇଥିବା ଲୋକମାନେ ପ୍ରାୟତଃ ଚଞ୍ଚଳ ଏବଂ ବାତ କଫ ପ୍ରକୃତିର ହୋଇଥାନ୍ତି, ଅର୍ଥାତ୍ କେତେକ ସମୟରେ ସେମାନଙ୍କ ମନରେ ସ୍ଥିରତାର ଅଭାବ ହୋଇପାରେ। ସେମାନେ ମିଷ୍ଟଭାଷୀ ବ୍ୟକ୍ତି। ଏହି ଗୁଣ ଯାହା ସେମାନଙ୍କୁ ସମସ୍ତଙ୍କ ଦ୍ୱାରା ପ୍ରିୟ କରିଥାଏ। ସେମାନେ ବନ୍ଧୁତା କରିବାରେ ମଧ୍ୟ ପାରଙ୍ଗମ ଏବଂ ସେମାନଙ୍କ ବନ୍ଧୁମାନେ ସେମାନଙ୍କୁ ଉଚ୍ଚ ସମ୍ମାନ ଦିଅନ୍ତି। ବର୍ତ୍ତମାନ ଆସନ୍ତୁ ସେମାନଙ୍କର ଭାଗ୍ୟର ଭାଗୋଦୟ ବିଷୟରେ ଆଲୋଚନା କରିବା। ସୋମବାର ଜନ୍ମ ହୋଇଥିବା ଲୋକଙ୍କ ଭାଗ୍ୟ 24ରୁ 25 ବର୍ଷ ବୟସ ମଧ୍ୟରେ ସେମାନଙ୍କୁ ଯଥେଷ୍ଟ ସହାୟତା କରିବା ଆରମ୍ଭ କରେ। ଏହି ସମୟ ମଧ୍ୟରେ ସେମାନଙ୍କ ଜୀବନରେ ନୂତନ ସୁଯୋଗ ପ୍ରବେଶ କରେ। ଯଦି ସେମାନେ ସେମାନଙ୍କର ପ୍ରୟାସକୁ ସଠିକ୍ ଦିଗରେ ବ୍ୟବହାର କରନ୍ତି, ତେବେ ସେମାନେ ଅପାର ସଫଳତା ହାସଲ କରିପାରିବେ। ସୋମବାର ଜନ୍ମ ହୋଇଥିବା ଲୋକଙ୍କ ପାଇଁ ନିର୍ଦ୍ଦିଷ୍ଟ ପ୍ରତିକାର। 1ରେ ଆପଣଙ୍କ ଘର ପରିସରରେ ଜମି ରହୁଥିବା କିମ୍ବା ମଇଳା ପାଣି ଜମା ହେବାକୁ ଦିଅନ୍ତୁ ନାହିଁ, କାରଣ ଏହା ସ୍ଥାୟୀ ମାନସିକ ଚାପ ସୃଷ୍ଟି କରିପାରେ। 2. ବର୍ଷକୁ ଅତି କମରେ ଥରେ ଏକ କାଚ ବୋତଲରେ ବର୍ଷା ପାଣି ଭର୍ତ୍ତି କରନ୍ତୁ ଏବଂ ଏହାକୁ ଆପଣଙ୍କ ଘର ଭିତରେ ରଖନ୍ତୁ। ଏହା ଘରୁ ନକାରାତ୍ମକ ଶକ୍ତି ଦୂର କରିବାରେ ସାହାଯ୍ୟ କରିବ। 3. ସୋମବାର ଦିନ ମିଠା କ୍ଷୀର ଖାଆନ୍ତୁ ନାହିଁ, କାରଣ ଏହା କରିବା ଦ୍ୱାରା ମାନସିକ ଦ୍ୱନ୍ଦ୍ୱ ଓ ଅସ୍ଥିରତା ସୃଷ୍ଟି ହୋଇପାରେ। 4. ସକାରାତ୍ମକ ଶକ୍ତି ପ୍ରବାହ ବଜାୟ ରଖିବା ପାଇଁ ଆପଣଙ୍କ ଘରେ ସୁଗନ୍ଧିତ ଧଳା ଫୁଲ ଥିବା ଗଛ ଲଗାନ୍ତୁ।
5. ପୂର୍ଣ୍ଣିମା ରାତିରେ ଚନ୍ଦ୍ରଙ୍କୁ ଅର୍ଘ୍ୟ ଅର୍ପଣ କରନ୍ତୁ। ଏହି ଅଭ୍ୟାସ ମାନସିକ ଶାନ୍ତି ବଢ଼ାଏ ଏବଂ ଜଣଙ୍କର ଭାଗ୍ୟକୁ ସୁଦୃଢ଼ କରେ। ଏବେ ଆସନ୍ତୁ ଜାଣିବା ମଙ୍ଗଳବାର ଜନ୍ମ ହୋଇଥିବା ଲୋକଙ୍କ ବିଷୟରେ ଆଲୋଚନା କରିବା ଏବଂ ସେମାନଙ୍କ ପ୍ରକୃତି ଓ ଭବିଷ୍ୟତ ବିଷୟରେ ଜାଣିବା। ମଙ୍ଗଳବାର ଜନ୍ମ ହୋଇଥିବା ବ୍ୟକ୍ତିମାନେ ମଙ୍ଗଳ ଗ୍ରହର ସ୍ୱତନ୍ତ୍ର ପ୍ରଭାବରେ ଥାନ୍ତି। ମଙ୍ଗଳକୁ ସାହସ, ଧୈର୍ଯ୍ୟ ଏବଂ ଶକ୍ତିର ପ୍ରତୀକ ଭାବରେ ବିବେଚନା କରାଯାଏ। ତେଣୁ ଏହି ଦିନରେ ଜନ୍ମ ହୋଇଥିବା ବ୍ୟକ୍ତିମାନେ ଅସାଧାରଣ ଭାବରେ ନିର୍ଭୀକ, ଆତ୍ମବିଶ୍ୱାସୀ ଏବଂ ପରିଶ୍ରମୀ ହୋଇଥାନ୍ତି। ଏମାନେ ଟିକେ ଶୀଘ୍ର ରାଗିଯିବାର ସ୍ୱଭାବ ହୋଇଥାନ୍ତି। ତଥାପି ଯଦି ସେମାନେ ନିଜର ଶକ୍ତିକୁ ସଠିକ୍ ଦିଗରେ ବ୍ୟବହାର କରନ୍ତି ତେବେ ସେମାନେ ଜୀବନରେ ବହୁତ ସଫଳତା ପାଇପାରିବେ। ମଙ୍ଗଳବାର ଦିନ ଜନ୍ମିତ ବ୍ୟକ୍ତିମାନେ ଯେକୌଣସି କାର୍ଯ୍ୟ କରିବା ପୂର୍ବରୁ ବହୁତ ଭଲ ଭାବେ ଚିନ୍ତା କରିବାର ଅଭ୍ୟାସ ରଖନ୍ତି। ଏହି ବ୍ୟକ୍ତିମାନେ ଅନ୍ୟମାନଙ୍କ ଉପରେ ସହଜରେ ଭରସା କରନ୍ତି ନାହିଁ ଏବଂ ସର୍ବଦା ସତର୍କ ରୁହନ୍ତି। ମଙ୍ଗଳବାର ଶୁଭ ପ୍ରଭାବ ସେମାନଙ୍କ 28ତମ ଏବଂ 32ତମ ବର୍ଷରେ ବିଶେଷ ଭାବରେ ସ୍ପଷ୍ଟ ହୁଏ। ଏହି ସମୟ ମଧ୍ୟରେ ସେମାନେ ସେମାନଙ୍କ ଜୀବନରେ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରନ୍ତି। ମଙ୍ଗଳବାର ଜନ୍ମ ହୋଇଥିବା ଲୋକଙ୍କ ପାଇଁ ବିଶେଷ ଉପଚାର। 1. ଲାଲ କପଡ଼ାରେ ଅଳ୍ପ ପରିମାଣର ପାନମଧୁରୀ ବାନ୍ଧି ଆପଣଙ୍କ ଶୟନ କକ୍ଷରେ ରଖନ୍ତୁ। ଏହା ଶକ୍ତିର ସକାରାତ୍ମକ ପ୍ରଭାବ ବଜାୟ ରଖିବାରେ ସାହାଯ୍ୟ କରିବ। 2. ଲାଲ କପଡ଼ାରେ ମସୁର ଡାଲି ବାନ୍ଧି ଜଣେ ଅଭାବୀ ବ୍ୟକ୍ତିଙ୍କୁ ଦାନ କରନ୍ତୁ। ଏହା ରାହୁ ଏବଂ ମଙ୍ଗଳ ଦୋଷର ନକାରାତ୍ମକ ପ୍ରଭାବକୁ ଶାନ୍ତ କରିବାରେ ସାହାଯ୍ୟ କରିବ। 3. ଭଗବାନ ହନୁମାନଙ୍କ ପାଦରେ ସିନ୍ଦୁର ଅର୍ପଣ କରନ୍ତୁ ଏବଂ ନିଜ କପାଳରେ ସେହି ସିନ୍ଦୁର ଲଗାନ୍ତୁ। ଏହା ଆପଣଙ୍କ ଜୀବନରୁ ବାଧା ଦୂର କରିବାରେ ସାହାଯ୍ୟ କରିବ। 4. ମାଙ୍କଡ଼ମାନଙ୍କୁ ଗୁଡ଼ ଏବଂ ଚଣା ଖାଇବାକୁ ଦିଅନ୍ତୁ। ଏହା ସୌଭାଗ୍ୟର ଦ୍ୱାର ଖୋଲିଦେବ। 5. ନିୟମିତ ଭାବରେ ହନୁମାନ ଚାଳିଶା ପାଠ କରନ୍ତୁ। ଏହା ଆପଣଙ୍କ ସମସ୍ତ ପ୍ରକାର ଦୁଃଖ ଏବଂ ପ୍ରତିକୂଳତାରୁ ମୁକ୍ତି ଦେବ। ଏବେ ଆମେ ଜାଣିବା ବୁଧବାର ଜନ୍ମ ହୋଇଥିବା ଲୋକଙ୍କ ଭାଗ୍ୟ କିପରି ବିକଶିତ ହୁଏ ଏବଂ ସେମାନଙ୍କ ପ୍ରକୃତି ଏବଂ ଭବିଷ୍ୟତ ବିଷୟରେ ଜାଣିବା। ବୁଧବାର ଜନ୍ମ ହୋଇଥିବା ଲୋକମାନେ ବୁଧ ଗ୍ରହର ପ୍ରଭାବରେ ଆସିଥାନ୍ତି, ଯାହା ବୁଦ୍ଧି, ଯୋଗାଯୋଗ ଏବଂ ବାଣିଜ୍ୟର ପ୍ରତୀକ। ଏପରି ବ୍ୟକ୍ତିମାନେ ଅତ୍ୟନ୍ତ ଚତୁର, ତୀକ୍ଷ୍ଣ ବୁଦ୍ଧି ଏବଂ ମେଳାପୀ ହୋଇଥାନ୍ତି। ସେମାନଙ୍କର ତ୍ୱରିତ ମନ ଥାଏ ଏବଂ ସେମାନେ ପ୍ରତ୍ୟେକ ପରିସ୍ଥିତିର ସର୍ବାଧିକ ଉପଯୋଗ କରିବେ ତାହା ଜାଣନ୍ତି। ବୁଧବାର ଜନ୍ମ ହୋଇଥିବା ଲୋକମାନେ ସେମାନଙ୍କ 8ତମ ଏବଂ 22ତମ ବର୍ଷ ମଧ୍ୟରେ କିଛି ଅସୁବିଧା ସମ୍ମୁଖୀନ ହୋଇପାରନ୍ତି। ତଥାପି 32 ବର୍ଷ ବୟସ ପରେ ସେମାନଙ୍କର ଭାଗ୍ୟ ଉଜ୍ଜ୍ୱଳ ହେବା ଆରମ୍ଭ କରେ। ଏବେ ଜାଣିବା ବୁଧବାର ଜନ୍ମ ହୋଇଥିବା ଲୋକଙ୍କ ପାଇଁ ବିଶେଷ ପ୍ରତିକାର କ'ଣ। 1. ଘରେ ଏକ ତୁଳସୀ ଗଛ ଲଗାନ୍ତୁ ଏବଂ ପ୍ରତିଦିନ ଏହାର ଗୋଟିଏ ପତ୍ର ଖାଆନ୍ତୁ। ଏହା ବୁଧ ଗ୍ରହର ପ୍ରଭାବକୁ ଦୃଢ଼ କରିବ। 2. କିନ୍ନର ସମ୍ପ୍ରଦାୟର ବ୍ୟକ୍ତିଙ୍କୁ ବୁଧବାର ଦିନ ସବୁଜ ଚୁଡ଼ି ଦାନ କରନ୍ତୁ। ଏହା ଧନ ଏବଂ ସୌଭାଗ୍ୟ ପ୍ରାପ୍ତି କରିବ। 3. ଗାଈକୁ ସବୁଜ ଘାସ ଏବଂ ସବୁଜ ପନିପରିବା ଖାଇବାକୁ ଦିଅନ୍ତୁ। ଏହା ସମସ୍ତ ପ୍ରକାର ବାଧା ଦୂର କରିବାରେ ସାହାଯ୍ୟ କରିବ। 4. ପାଣିରେ ଫିଟିକିରି ମିଶାଇ କୁଳି କରନ୍ତୁ। ଏହା ନକାରାତ୍ମକ ଶକ୍ତି ଦୂର କରିବାରେ ସାହାଯ୍ୟ କରିବ। ଏବେ ଜାଣିବା ଗୁରୁବାର ଜନ୍ମ ହୋଇଥିବା ଲୋକଙ୍କ ପ୍ରକୃତି ଏବଂ ଭବିଷ୍ୟତ। ଗୁରୁବାର ଦିନ ବୃହସ୍ପତି ଗ୍ରହ ଦ୍ୱାରା ଶାସିତ, ଯିଏ ସମସ୍ତ ଦେବତାଙ୍କ ଗୁରୁ ଭାବରେ ସମ୍ମାନିତ। ଫଳସ୍ୱରୂପ ଗୁରୁବାର ଜନ୍ମ ହୋଇଥିବା ବ୍ୟକ୍ତିମାନେ ଅତ୍ୟନ୍ତ ବୁଦ୍ଧିମାନ, ଚିନ୍ତାଶୀଳ ଏବଂ ଭାଗ୍ୟବାନ ହୋଇଥାନ୍ତି। ସେମାନଙ୍କର ଚିନ୍ତାଧାରା ଗଭୀର ଏବଂ ସମ୍ପୂର୍ଣ୍ଣ ବୁଝାମଣା ଏବଂ ଗମ୍ଭୀରତାର ସହିତ ହୋଇଥାଏ।
ଯେକୌଣସି ବିବାଦରେ ମଧ୍ୟ ଏହି ବ୍ୟକ୍ତିମାନେ କୋମଳତା ଏବଂ କୃପା ସହିତ କଥା ହୁଅନ୍ତି। ଏହି ଗୁଣ ଯାହା ସେମାନଙ୍କୁ ସେମାନଙ୍କ ଶତ୍ରୁମାନଙ୍କ ମଧ୍ୟ ବନ୍ଧୁରେ ପରିଣତ କରିବାକୁ ସକ୍ଷମ କରିଥାଏ। ସେମାନଙ୍କର ନମ୍ରତା, କରୁଣା ଏବଂ ଦୟାଳୁତାରେ ଏକ ଦୃଢ଼ ଆନ୍ତରିକତା ଭାବନା ଥାଏ। ତଥାପି ଗୁରୁବାର ଜନ୍ମ ହୋଇଥିବା କିଛି ବ୍ୟକ୍ତିଙ୍କୁ ସେମାନଙ୍କ ପିଲାଦିନେ ଶାରୀରିକ ଅସୁସ୍ଥତା ସହିବାକୁ ପଡ଼ିପାରେ। ସେମାନଙ୍କ ଜୀବନରେ 5ମ, 24ତମ ଏବଂ 32ତମ ବର୍ଷରେ ସେମାନଙ୍କ ଭାଗ୍ୟ ବିଶେଷ ଭାବରେ ଶକ୍ତିଶାଳୀ ହୋଇଥାଏ, ଯେଉଁ ସମୟରେ ସେମାନେ ଅନେକ ସଫଳତା ହାସଲ କରନ୍ତି। ଏହି ବର୍ଷଗୁଡ଼ିକରେ ସେମାନେ ହଠାତ୍ ଆର୍ଥିକ ଲାଭ, କ୍ୟାରିୟରର ଉନ୍ନତି ଏବଂ ସେମାନଙ୍କ ପରିବାର ମଧ୍ୟରେ ସୁଖ ଏବଂ ସମୃଦ୍ଧିର ଅନୁଭବ କରନ୍ତି। ଗୁରୁବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ପାଇଁ ବିଶେଷ ଉପଚାର। 1ରେ ଗୁରୁବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତିମାନେ ବୃହସ୍ପତି ଗ୍ରହର ନିରନ୍ତର ଆଶୀର୍ବାଦ ପାଇବା ପାଇଁ ମନ୍ଦିର ମଧ୍ୟରେ ଥିବା କଦଳୀ ଗଛ ସମ୍ମୁଖରେ ଘିଅ ଦୀପ ଜଳାଇବା ଉଚିତ। ଏହା ସହିତ ସେମାନେ ଏକ ଅଟା ଗୁଳା କରି ସେଥିରେ ଚଣା ଡାଲି, ଗୁଡ଼ ଓ ହଳଦୀ ଗୁଣ୍ଡ ସହିତ ମିଶାଇ ଗାଈକୁ ଖାଇବାକୁ ଦେବା ଉଚିତ। ଏହି ଅଭ୍ୟାସ ସେମାନଙ୍କ ଜୀବନରେ ଆସୁଥିବା ପ୍ରତିବନ୍ଧକ ଦୂର କରିବାରେ ସାହାଯ୍ୟ କରେ ଏବଂ ସମୃଦ୍ଧିର ଦ୍ୱାର ଖୋଲିଥାଏ। 2. ଗୁରୁବାର ଜନ୍ମ ହୋଇଥିବା ଲୋକମାନେ କେଶର ସହିତ ଧଳା ଚନ୍ଦନ ମିଶାଇ ତିଳକ ଲଗାଇବା ଉଚିତ। ଏହା ସେମାନଙ୍କ ବ୍ୟକ୍ତିତ୍ୱର ଉଜ୍ଜ୍ୱଳତା ବୃଦ୍ଧି କରେ ଏବଂ ସମାଜ ମଧ୍ୟରେ ସେମାନଙ୍କର ପ୍ରତିଷ୍ଠା ଏବଂ ସମ୍ମାନ ବୃଦ୍ଧି କରେ। 3. ଏହା ବ୍ୟତୀତ ସେମାନେ ଯେକୌଣସି ମନ୍ଦିର କିମ୍ବା ଧାର୍ମିକ ଅନୁଷ୍ଠାନରେ ସ୍ୱେଚ୍ଛାଗତ ସେବା କରିବା ଉଚିତ। ଏହି ସେବା କାର୍ଯ୍ୟ ଆଧ୍ୟାତ୍ମିକ ଗୁଣ ସଂଗ୍ରହ କରେ ଏବଂ ଜୀବନରେ ସଫଳତା ପାଇଁ ନୂତନ ସୁଯୋଗ ଖୋଲିଥାଏ। ଏହି ସରଳ ଉପଚାରଗୁଡ଼ିକ ଗୁରୁବାର ଜନ୍ମ ହୋଇଥିବା ଲୋକଙ୍କ ଭାଗ୍ୟକୁ ଯଥେଷ୍ଟ ବୃଦ୍ଧି କରିପାରେ। ଏବେ ଆମେ ଜାଣିବା ଶୁକ୍ରବାର ଜନ୍ମିତ ଲୋକଙ୍କ ପ୍ରକୃତି ଏବଂ ଭବିଷ୍ୟତ। ଶୁକ୍ରବାରରେ ଜନ୍ମିତ ବ୍ୟକ୍ତିମାନେ ଅସାଧାରଣ ଭାବରେ ମନୋରମ, କଳାତ୍ମକ ଏବଂ ସୌନ୍ଦର୍ଯ୍ୟ ପ୍ରତି ଗଭୀର ଆଗ୍ରହ ରଖନ୍ତି। ସେମାନେ ଶୁକ୍ର ଗ୍ରହ ସହିତ ଜଡ଼ିତ, ଯାହାକୁ ଭୌତିକ ସୁଖ, ବିଳାସ ଏବଂ ଐଶ୍ୱର୍ଯ୍ୟର ପ୍ରତୀକ ଭାବରେ ବିବେଚନା କରାଯାଏ। ଫଳସ୍ୱରୂପ ଏହି ଦିନରେ ଜନ୍ମିତ ବ୍ୟକ୍ତିମାନେ ସଙ୍ଗୀତ, ନୃତ୍ୟ, ଚିତ୍ରକଳା, ଫ୍ୟାଶନ, ଚଳଚ୍ଚିତ୍ର, ଗଣମାଧ୍ୟମ ଏବଂ ସୌନ୍ଦର୍ଯ୍ୟ ଶିଳ୍ପ ସହିତ ଜଡ଼ିତ ବୃତ୍ତିରେ ସଫଳତା ପାଇବାର ସମ୍ଭାବନା ଥାଏ। ସେମାନଙ୍କର ଜୀବନଶୈଳୀ ବିଳାସପୂର୍ଣ୍ଣ ହୋଇଥାଏ ଏବଂ ସେମାନେ ପ୍ରତ୍ୟେକ କାର୍ଯ୍ୟରେ ଏକ ଆକର୍ଷଣୀୟ ଗୁଣ ବଜାୟ ରଖିବାରେ ଦୃଢ଼ ଭାବରେ ବିଶ୍ୱାସ କରନ୍ତି। ସେମାନଙ୍କର ଭାଗ୍ୟ ସାଧାରଣତଃ 25ତମ, 33ତମ, 48ତମ ବର୍ଷରେ ବୃଦ୍ଧି ପାଏ, ଯେଉଁ ସମୟରେ ସେମାନେ ସେମାନଙ୍କ କ୍ୟାରିୟର ଏବଂ ଆର୍ଥିକ ପ୍ରୟାସର ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରନ୍ତି। ଶୁକ୍ରବାର ଜନ୍ମିତ ଲୋକଙ୍କ ପାଇଁ ବିଶେଷ ଉପଚାର। 1ରେ ଯଦି ଆପଣ ଶୁକ୍ରବାର ଜନ୍ମିତ, ତେବେ କଳା ପିମ୍ପୁଡ଼ିଙ୍କୁ ଚିନି ଖୁଆନ୍ତୁ। ଏହି ଅଭ୍ୟାସ ଆପଣଙ୍କ ଜୀବନରେ ଆର୍ଥିକ ଅସୁବିଧା ଦୂର କରିବାରେ ସାହାଯ୍ୟ କରେ ଏବଂ ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ସର୍ବଦା ମିଳିଥାଏ। 2ରେ ଶୁକ୍ରବାର ଦିନ ଧଳା ଗାଈକୁ ଅଟା ଖାଇବା ଦେବା ଉଚିତ। ଏହା ଶୁକ୍ର ଗ୍ରହର ପ୍ରଭାବକୁ ଦୃଢ଼ କରିଥାଏ ଏବଂ ପାରିବାରିକ ଜୀବନରେ ଶାନ୍ତି ଏବଂ ସମନ୍ୱୟ ବଜାୟ ରଖେ। 3. ଶୁକ୍ରବାର ଦିନ ଗାଈ କ୍ଷୀର ମିଶ୍ରିତ ପାଣିରେ ସ୍ନାନ କରିବା ଦ୍ୱାରା ଶରୀର ଭିତରେ ସକାରାତ୍ମକ ଶକ୍ତି ବଜାୟ ରହିଥାଏ ଏବଂ ମାନସିକ ଚାପ ପ୍ରଭାବଶାଳୀ ଭାବରେ ହ୍ରାସ ପାଇଥାଏ। 4. ଶୁକ୍ରବାର ଜନ୍ମିତ ମହିଳାମାନେ ପ୍ରତିଦିନ ଶ୍ରୀ ସୂକ୍ତମ୍ ଏବଂ କନକଧାରା ସ୍ତୋତ୍ରମ୍ ପାଠ କରିବା ଏକ ବିଶେଷ ଅଭ୍ୟାସ କରିବା ଉଚିତ। ଏହା ନିଶ୍ଚିତ କରେ ଯେ ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ସର୍ବଦା ସେମାନଙ୍କ ସହିତ ରହିଥାଏ, ଯାହାଦ୍ୱାରା ସେମାନଙ୍କ ପରିବାର କେବେ ଧନ କିମ୍ବା ସମୃଦ୍ଧିର ଅଭାବର ସମ୍ମୁଖୀନ ହେବେ ନାହିଁ। ଏବେ ଜାଣିବା ଶନିବାର ଜନ୍ମ ହୋଇଥିବା ଲୋକଙ୍କ ପ୍ରକୃତି
ଏବଂ ଭବିଷ୍ୟତ। ଶନିବାର ନାମ ଶୁଣିବା ମାତ୍ରେ ଅନେକ ଲୋକଙ୍କ ମନରେ ଆଶଙ୍କା ସୃଷ୍ଟି କରେ, କାରଣ ଏହାକୁ ଶନି ଗ୍ରହଙ୍କ ଦିନ ଭାବରେ ବିବେଚନା କରାଯାଏ। ଶନିକୁ ବିଚାରକ ଗ୍ରହ ଭାବରେ ଜଣାଯାଏ, କାରଣ ଏହା ବ୍ୟକ୍ତିମାନଙ୍କୁ ସେମାନଙ୍କର କର୍ମ ପରିଣାମ ସେମାନଙ୍କର କର୍ମ ଉପରେ ଆଧାରିତ କରିଥାଏ। ଏହି ଦିନରେ ଜନ୍ମ ହୋଇଥିବା ଲୋକମାନେ ଅତ୍ୟନ୍ତ ସଂଯମ, ଅନୁଶାସିତ ଏବଂ ପରିଶ୍ରମୀ ହୋଇଥାନ୍ତି। ସେମାନେ ଜୀବନର ପ୍ରତ୍ୟେକ କାର୍ଯ୍ୟକୁ ବହୁତ ଚିନ୍ତା କରିଥାନ୍ତି ଏବଂ କେବେ ବି ଶୀଘ୍ର ନିଷ୍ପତ୍ତି ନିଅନ୍ତି ନାହିଁ। ତଥାପି ଶନିବାର ଜନ୍ମ ହୋଇଥିବା ବ୍ୟକ୍ତିମାନେ ପ୍ରାୟତଃ ସେମାନେ 20, 25 ଏବଂ 45 ବର୍ଷ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ସଂଘର୍ଷର ସମ୍ମୁଖୀନ ହୁଅନ୍ତି। ଏହି ନିର୍ଦ୍ଦିଷ୍ଟ ବର୍ଷଗୁଡ଼ିକରେ ସେମାନଙ୍କ ପାଇଁ ଧୈର୍ଯ୍ୟ ଏବଂ ଆତ୍ମନିୟନ୍ତ୍ରଣ ବଜାୟ ରଖିବା ସମ୍ପୂର୍ଣ୍ଣ ଭାବରେ ଅତ୍ୟାବଶ୍ୟକ। ତଥାପି ଯଦି ସେମାନେ ସେମାନଙ୍କର ପ୍ରୟାସକୁ ସଠିକ୍ ଦିଗରେ ନିୟନ୍ତ୍ରିତ କରନ୍ତି, ତେବେ ସେମାନେ ଏହି ଅସୁବିଧା ସମୟରେ ଅତିକ୍ରମ ହେବା ପରେ ଅତ୍ୟନ୍ତ ସଫଳତା ହାସଲ କରନ୍ତି ଏବଂ ଜୀବନରେ ସ୍ଥିରତା ହାସଲ କରନ୍ତି। ଶନିବାର ଜନ୍ମ ହୋଇଥିବା ଲୋକଙ୍କ ପାଇଁ ବିଶେଷ ଉପଚାର। 1. ଶନିବାର ଜନ୍ମ ହୋଇଥିବା ବ୍ୟକ୍ତିମାନେ ଅଶ୍ୱତ୍ଥ ଗଛ ମୂଳରେ ରାଶି ତେଲ ପୂର୍ଣ୍ଣ ଦୀପ ଜଳାଇବା ଉଚିତ। ଏହା ଶନି ଗ୍ରହର ନିରନ୍ତର କୃପା ମିଳିଥାଏ ଏବଂ ସେମାନଙ୍କ ଜୀବନରେ ଉପୁଜୁଥିବା ବାଧାଗୁଡ଼ିକ ଦୂରେଇଯାଏ। 2. ଜଣେ ଅଭାବୀ ବ୍ୟକ୍ତିଙ୍କୁ କଳା ଚଣାରୁ ତିଆରି କଚୋଡ଼ି ଦାନ କରିବା ଉଚିତ। ଏହା ନକାରାତ୍ମକ ଶକ୍ତିକୁ ଦୂର କରିବାରେ ସାହାଯ୍ୟ କରେ। 3. ଶନିବାର ଦିନ କଳା ରାଶି, ଲୁହା ଜିନିଷ ଏବଂ ସୋରିଷ ତେଲ ଦାନ କରିବା ମଧ୍ୟ ବ୍ୟକ୍ତିର ଜୀବନରେ ସଫଳତା ଏବଂ ସମୃଦ୍ଧି ବଜାୟ ରହିଥାଏ। 4. ଯଦି ଶନିବାର ଦିନ ଜନ୍ମିତ ବ୍ୟକ୍ତି ପଞ୍ଚମୁଖୀ ହନୁମାନଙ୍କ ପ୍ରତିମା ସ୍ଥାପନ କରନ୍ତି ଏବଂ ଶନିବାର ସନ୍ଧ୍ୟାରେ ସୁନ୍ଦରକାଣ୍ଡ ପାଠ କରନ୍ତି, ତେବେ ସେମାନଙ୍କର ସମସ୍ତ ସମସ୍ୟାର ସମାଧାନ ହୋଇପାରିବ। ଏହି ଉପାୟଗୁଡ଼ିକ ଜୀବନର ସବୁଠାରୁ କଷ୍ଟକର ପର୍ଯ୍ୟାୟଗୁଡ଼ିକୁ ମଧ୍ୟ ସହଜରେ ପରିଚାଳନା କରିବାରେ ସହାୟକ ହୋଇଥାଏ। ଏବେ ଆମେ ଜାଣିବା ରବିବାର ଜନ୍ମ ହୋଇଥିବା ଲୋକଙ୍କ ପ୍ରକୃତି ଏବଂ ଭବିଷ୍ୟତ ବିଷୟରେ। ରବିବାର ସୂର୍ଯ୍ୟ ଦେବତାଙ୍କୁ ସମର୍ପିତ ଏବଂ ସୂର୍ଯ୍ୟଙ୍କୁ ନବଗ୍ରହର ରାଜା ଭାବରେ ବିବେଚନା କରାଯାଉଥିବାରୁ ଏହି ଦିନରେ ଜନ୍ମ ହୋଇଥିବା ଲୋକମାନେ ଏହାର ବିଶେଷ ପ୍ରଭାବରେ ଆସିଥାନ୍ତି। ଏହି ବ୍ୟକ୍ତିମାନେ ଏକ ଉଜ୍ଜ୍ୱଳ, ଆତ୍ମବିଶ୍ୱାସୀ ଏବଂ ନିର୍ଦ୍ଦେଶଶୀଳ ବ୍ୟକ୍ତିତ୍ୱର ଅଧିକାରୀ। ସେମାନଙ୍କର ନେତୃତ୍ୱ ପ୍ରତି ଏକ ସ୍ୱାଭାବିକ ଆଗ୍ରହ ଥାଏ, ଅର୍ଥାତ୍ ଅନ୍ୟ କାହାର ଅଧୀନରେ କାମ କରିବା ପରିବର୍ତ୍ତେ ସେମାନେ ଆଗକୁ ବଢ଼ି ନିଜେ ନେତୃତ୍ୱ ନେବାକୁ ପସନ୍ଦ କରନ୍ତି। ସେମାନଙ୍କ ସ୍ୱଭାବର ଏକ ନିର୍ଣ୍ଣାୟକ ବୈଶିଷ୍ଟ୍ୟ ହେଉଛି ସେମାନଙ୍କର ଅସ୍ଥିରତା ଭାବପ୍ରବଣ। ସେମାନେ ଗୋଟିଏ ମୁହୂର୍ତ୍ତରେ ଖୁସି ହୋଇପାରନ୍ତି ଏବଂ ଠିକ୍ ସେହିପରି ଶୀଘ୍ର ରାଗିଯାଆନ୍ତି। ସେମାନଙ୍କର ଭାବନା ବହୁତ ଦ୍ରୁତଗତିରେ ବଦଳିଯାଏ, ଯାହା କେତେକ ସମୟରେ ଅନ୍ୟମାନଙ୍କ ସହିତ ସମନ୍ୱୟ ବଜାୟ ରଖିବା ସେମାନଙ୍କ ପାଇଁ କଷ୍ଟକର କରିପାରେ। ଏହା ସହିତ ସେମାନେ ସନ୍ଦେହ ପୋଷଣ କରନ୍ତି। ଏହି ଗୁଣ ଯାହା ସେମାନଙ୍କ ସମ୍ପର୍କରେ ଅନାବଶ୍ୟକ ଉତ୍ତେଜନା ସୃଷ୍ଟି କରିପାରେ। ତଥାପି ସେମାନଙ୍କର ସବୁଠାରୁ ବଡ଼ ଶକ୍ତି ସେମାନଙ୍କର ନିଷ୍ପତ୍ତି ନେବା କ୍ଷମତା ରହିଛି। ଥରେ ସେମାନେ ଏକ ଲକ୍ଷ୍ୟ ସ୍ଥିର କଲେ, ସେମାନେ ଅପାର କଠିନ ପରିଶ୍ରମ ଏବଂ ଦୃଢ଼ ନିଷ୍ପତ୍ତି ସହିତ ଏହାକୁ ହାସଲ କରିବା ପାଇଁ ନିଜକୁ ଉତ୍ସର୍ଗ କରନ୍ତି। ରବିବାର ଜନ୍ମ ହୋଇଥିବା ଲୋକମାନଙ୍କ ପାଇଁ ସେମାନଙ୍କ ଭାଗ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ ସାଧାରଣତଃ 22ରୁ 24 ବର୍ଷ ବୟସ ମଧ୍ୟରେ ଘଟେ। ଏହି ପର୍ଯ୍ୟାୟରେ ସେମାନେ ସେମାନଙ୍କର ବୃତ୍ତିଗତ ଏବଂ ବ୍ୟକ୍ତିଗତ ଜୀବନରେ ସଫଳତା ପାଇଁ ଅନେକ ସୁଯୋଗ ଆସିଥାଏ। ଯଦି ସେମାନଙ୍କର ପ୍ରୟାସକୁ ସଠିକ୍ ଦିଗରେ ନିୟୋଜନ କରନ୍ତି ଏବଂ ନିର୍ଦ୍ଦିଷ୍ଟ ଜ୍ୟୋତିଷ ଉପଚାର ଗ୍ରହଣ କରନ୍ତି, ତେବେ ସେମାନେ ସେମାନଙ୍କ ଜୀବନକୁ ଆହୁରି ସଫଳ
ଏବଂ ଆନନ୍ଦମୟ କରିପାରିବେ। ରବିବାର ଜନ୍ମ ହୋଇଥିବା ଲୋକଙ୍କ ପାଇଁ ବିଶେଷ ଉପଚାର କ'ଣ ଅଛି ସେ ବିଷୟରେ ଆମେ ଜାଣିବା। ସୂର୍ଯ୍ୟଦେବଙ୍କ ଆଶୀର୍ବାଦ ପାଇବା ପାଇଁ ରବିବାର ଜନ୍ମ ହୋଇଥିବା ବ୍ୟକ୍ତିମାନେ କିଛି ନିର୍ଦ୍ଦିଷ୍ଟ ଉପଚାର ପାଳନ କରିବା ଉଚିତ। ଏହି ଅଭ୍ୟାସ ଗୁଡ଼ିକ ସେମାନଙ୍କ ଭାଗ୍ୟକୁ ସୁଦୃଢ଼ କରିବାରେ ଏବଂ ଜୀବନରେ ସମ୍ମୁଖୀନ ହେଉଥିବା ଅସୁବିଧାକୁ ଦୂର କରିବାରେ ସାହାଯ୍ୟ କରେ। ପ୍ରଥମ, ଗୋଟିଏ ଗାଈ ଓ ତା'ର ବାଛୁରୀ ଦାନ କରିବା ଏକ ଅତ୍ୟନ୍ତ ଶୁଭ କାର୍ଯ୍ୟ ବୋଲି ବିବେଚନା କରାଯାଏ। ଏହି ଉପାୟ କରିବା ଦ୍ୱାରା ସୂର୍ଯ୍ୟଦେବଙ୍କ କୃପା ଆହ୍ୱାନ ହୁଏ ଏବଂ ଜଣଙ୍କ ଜୀବନରେ ସୁଖ ଏବଂ ସମୃଦ୍ଧି ଆଣେ। 2. ରବିବାର ଦିନ ଗୁଡ଼, ତମ୍ବା, ସୁନା ଏବଂ ଗହମ ଦାନ କରିବା ଲାଭଦାୟକ ବୋଲି ବିବେଚନା କରାଯାଏ। ଏହି ଅଭ୍ୟାସ ଆର୍ଥିକ ଅସୁବିଧା ସମାଧାନ କରିବାରେ ସାହାଯ୍ୟ କରେ ଏବଂ ଜଣଙ୍କ କ୍ୟାରିୟର ସଫଳତା ପାଇଁ ନୂତନ ରାସ୍ତା ଖୋଲିଥାଏ। ରବିବାର ରାତିରେ ଶୋଇବା ପୂର୍ବରୁ ଏକ ତମ୍ବା ପାତ୍ରରେ ପାଣି ଭର୍ତ୍ତି କରନ୍ତୁ ଏବଂ ଏହାକୁ ଆପଣଙ୍କ ବିଛଣା ପାଖରେ ରଖନ୍ତୁ। ସକାଳେ ଉଠିବା ପରେ ଏହି ପାଣି ପିଅନ୍ତୁ। ଏହି ଉପାୟ ଶାରୀରିକ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଏବଂ ମାନସିକ ଶାନ୍ତି ମଧ୍ୟ ବଢ଼ାଏ। 3. ସକାଳ ସ୍ନାନ ପରେ ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରିବା ଆଉ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରତିକାର। ଏହା କରିବା ପାଇଁ ଏକ ତମ୍ବା ଲୋଟାରେ ପାଣି ଭର୍ତ୍ତି କରନ୍ତୁ। ସେଥିରେ ଏକ ଲାଲ ଫୁଲ ମିଶାନ୍ତୁ ଏବଂ ପୂର୍ବ ଦିଗକୁ ମୁହଁ କରି ଠିଆ ହୋଇ 3 ଥର ଅର୍ପଣ କରନ୍ତୁ। ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରିବା ସମୟରେ ଅତି କମରେ 3 ଥର ଓମ୍ ବ୍ରହ୍ମ ସ୍ୱରୂପାୟ ସୂର୍ଯ୍ୟନାରାୟଣାୟ ନମଃ ମନ୍ତ୍ର ଜପ କରିବା ଉଚିତ। ଏହା ସୂର୍ଯ୍ୟ ଦେବତାଙ୍କ କୃପା ଏବଂ ନିଜର ଜୀବନରେ ସକାରାତ୍ମକ ଶକ୍ତି ସଞ୍ଚାର କରେ। 4. ଧୀର ଓ ଶାନ୍ତ ମନରେ 24 ଥର ଗାୟତ୍ରୀ ମନ୍ତ୍ର ପାଠ କରିବା ମଧ୍ୟ ଅତ୍ୟନ୍ତ ଲାଭଦାୟକ। ଏହି ଅଭ୍ୟାସ କରିବା ଦ୍ୱାରା ନିଜ ଜୀବନରେ ଖୁସି ଆସେ, ମାନସିକ ଚାପ ଦୂର ହୁଏ ଏବଂ ନକାରାତ୍ମକ ଶକ୍ତି ଦୂର ହୁଏ। ଯଦି ଏହି ସମସ୍ତ ଉପଚାର ନିୟମିତ ଭାବରେ ପାଳନ କରାଯାଏ ତେବେ ରବିବାର ଜନ୍ମ ହୋଇଥିବା ବ୍ୟକ୍ତିମାନଙ୍କର ଭାଗ୍ୟ ଶୀଘ୍ର ମଜବୁତ ହୁଏ ଏବଂ ସେମାନଙ୍କର ସଫଳତାର ଦ୍ୱାର ଖୋଲା ହୋଇଯାଏ। ଏବେ ଆସନ୍ତୁ ଆମେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରିବା। ଧନ ସଂଗ୍ରହ ଏବଂ ସଠିକ୍ ଦିଗରେ ଟଙ୍କା ସଂରକ୍ଷଣର ଗୁରୁତ୍ୱ। ପ୍ରାୟତଃ ଦେଖାଯାଏ ଯେ ଲୋକମାନେ ଟଙ୍କା ରୋଜଗାର କରନ୍ତି, ଯଦି ସେମାନେ ଏହାକୁ ସଠିକ୍ ଦିଗରେ ସଂରକ୍ଷଣ କରନ୍ତି ନାହିଁ ତେବେ ଏହା କୌଣସି ନା କୌଣସି କାରଣରୁ ଶୀଘ୍ର ଖର୍ଚ୍ଚ ହୁଏ କିମ୍ବା ହଜିଯାଏ। ଜ୍ୟୋତିଷ ଶାସ୍ତ୍ରର ନୀତି ଅନୁସାରେ ଧନକୁ ଆଗ୍ନେୟ କୋଣରେ ବା ଦକ୍ଷିଣ ପୂର୍ବ ଦିଗରେ ରଖିବା ଦ୍ୱାରା ଆର୍ଥିକ କ୍ଷତି ଏବଂ ଖର୍ଚ୍ଚାନ୍ତ ହୁଏ। ଦକ୍ଷିଣ ଦିଗରେ ଟଙ୍କା ସଂରକ୍ଷଣ କରିବା ଦ୍ୱାରା କୌଣସି ବିଶେଷ ଲାଭ ମିଳେ ନାହିଁ। ଯଦି ଏହା କ୍ଷତି କରେ ନାହିଁ ତେବେ ଧନ ମଧ୍ୟ ବୃଦ୍ଧି କରେ ନାହିଁ। ପଶ୍ଚିମ ଦିଗରେ ଟଙ୍କା ରଖିବା ଦ୍ୱାରା ଜଣଙ୍କର ଆର୍ଥିକ ସ୍ଥିତି ଦୁର୍ବଳ ହୋଇପାରେ, କାରଣ ଏହା ଆୟର ଉତ୍ସ ଉପରେ ପ୍ରତିକୂଳ ପ୍ରଭାବ ପକାଏ। ଯଦି ଆପଣ ଆପଣଙ୍କର ଧନ ସଞ୍ଚୟ ଏବଂ ବୃଦ୍ଧି କରିବାକୁ ଚାହାନ୍ତି ତେବେ ଏହାକୁ ଉତ୍ତର ଦିଗରେ କିମ୍ବା ঈଶାନ କୋଣ ଉତ୍ତର ପୂର୍ବରେ ସଂରକ୍ଷଣ କରିବା ସର୍ବୋତ୍ତମ ବୋଲି ବିବେଚନା କରାଯାଏ। ଏହି ଦିଗର ଅଧିଷ୍ଠାତ୍ରୀ ଦେବତା ହେଉଛନ୍ତି ଭଗବାନ କୁବେର, ଯାହାଙ୍କୁ ଧନ ଏବଂ ସମୃଦ୍ଧିର ଦେବତା ଭାବରେ ପୂଜା କରାଯାଏ। ଯଦି ଏକ ଆଲମାରୀ ଉତ୍ତର ଦିଗକୁ ଖୋଲେ ତେବେ ଏଥିରେ ସଂରକ୍ଷିତ ଧନ ବହୁଗୁଣିତ ହେବାରେ ଲାଗେ। ବନ୍ଧୁଗଣ, ଯଦି ଆପଣ ଏହି ସୂଚନା ଉପଯୋଗୀ ବୋଲି ମନେ କରନ୍ତି ଦୟାକରି ଏହି ଭିଡ଼ିଓକୁ ଲାଇକ୍ କରନ୍ତୁ, ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ଘଣ୍ଟି ଆଇକନକୁ ଦବାନ୍ତୁ, ଯାହାଦ୍ୱାରା ଆପଣ ଭବିଷ୍ୟତରେ ଏପରି ଆକର୍ଷଣୀୟ ସୂଚନା ସହିତ ଯୋଡ଼ି ହୋଇ ରହିପାରିବେ। ଶେଷରେ ଆପଣ ଜୟ ମାତା ଲକ୍ଷ୍ମୀ ଲେଖି କମେଣ୍ଟସ୍ ଦିଅନ୍ତୁ। ଜୟ ମାତା ଲକ୍ଷ୍ମୀ, ଜୟ ଜଗନ୍ନାଥ।